ଝାରସୁଗୁଡ଼ା ଜିଲ୍ଲା କିର୍ମିରା ସରକାରୀ ଉଚ୍ଚ ବିଦ୍ୟାଳୟରେ ସଚେତନତା ଓ ଘରକୁ ଘର ଚାରା ବିତରଣ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ସୌରୀନାରାୟଣ ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡ଼ତିଆ ମୁଖ୍ୟ ଅତିଥି ଭାବରେ ବିଡ଼ିଓ ଡକ୍ଟର ଜଗଦୀଶ ମହାନନ୍ଦ, ବିଇଓ ସତ୍ୟବ୍ରତ ସାହୁ, ସରପଞ୍ଚ ସନ୍ତୋଷିନୀ ପଟେଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷରୋପଣ, ଗଛର ଉପକାରିତା ବିଷୟରେ ଆଲୋକପାତ କରିଥିଲେ ଏବଂ ବୃକ୍ଷରୋପଣ ପାଇଁ ଜନସାଧାରଣଙ୍କୁ ସଚେତନ କରିବାକୁ କହିଥିଲେ। ପରେ ର୍ୟାଲିରେ ସାମିଲ ହୋଇ ଗ୍ରାମ ପରିକ୍ରମା କରି ଘରକୁ ଘର ଚାରା ବିତରଣ କରାଯାଇଥିଲା। ଶିକ୍ଷକ କୌଶିକ ବେହେରା, ବିକାଶ ଭୋଇ, ବିପିଏମ୍ ଚାନ୍ଦିନୀ ବେହେରା, ସିଆର୍ସିସି ସଞ୍ଜୟ ପଟେଲ, କୃଷ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଆଜି ଛୁଆମାନଙ୍କ ପାଇଁ ଗୋଟେ ଛୁଟି ଦିନ ଥିଲେ ବି ଆଜି ବହୁ ସଂଖ୍ୟାରେ ଆମର ଛାତ୍ରଛାତ୍ରୀମାନେ, ପ୍ରଧାନ ଶିକ୍ଷକ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆଜି ଯେ ଗୋଟେ ମହାନ ଉଦ୍ଦେଶ୍ୟ ନେଇକରି ଗୋଟେ ମହତ୍ କାମ ଲାଗି ଆମେ ସମସ୍ତେ ଏକତ୍ରିତ ହେଇଛୁ ଏବଂ ଆମେମାନେ ସମସ୍ତେ ଜାଣିଥିବ ବି ଯେ ଆମେ ଯେନ୍ ଜିଲ୍ଲାରେ ଅଛୁ, ଆମର ଜିଲ୍ଲାର ଆଉ ଗୋଟେ କଥା ତମେ ଜାଣିକରି ଆଶ୍ଚର୍ଯ୍ୟ ହେବ, ସମଗ୍ର ପୃଥିବୀର 40ଟା ଏରିଆ ଅଛି 40, ଯେନ୍ଥିରେ କି ରହିବାର ଉପଯୋଗୀ ଆମେ ଟିକେ ଶୁଦ୍ଧ ପବନ ପାଇ ନାଇଁ ପାରବା, ଯେନ୍ଟାକି ପରବର୍ତ୍ତୀ ସମୟରେ ବହୁତ ଭୟଙ୍କର ପରିସ୍ଥିତି ଅଛି। ଆମକୁ ବଞ୍ଚିବାକେ ହେଲେ 3ଟା ଜିନିଷ ଦରକାର। କାଣା କାଣା ସେଠି ଆମେ ସମସ୍ତେ ଯେତେ ବି ଗଛ ଅଛି ଆମେ ନେଇକରି ପାଖେ ଆମର ଗୋଟେ ଗୋଟେ ଘର ଦେମା, ସେ ଗଛକେ ଲଗାବେ ଏବଂ ସବୁଥିରୁ ବଡ଼ କଥା ହେଲା ନେଇ ପାରମା ବେଲେ କିଛି ଲାଭ ନାହିଁ। ତାର ପ୍ରତିବଦଳରେ ଆମେ ଯଦି 20ଟା ଗଛ ଲଗାଉଛୁ ଏବଂ ସେ 20ଟା ଗଛକେ ବଞ୍ଚେଇ ପାରୁଛୁ ବୋଲେ ସେଟା ବହୁତ ବଡ଼ଟେ କଥା। ଆମର ଦୃଢ଼ ବିଶ୍ୱାସ ଆମର ଏଇ ପିଲାମାନେ ନିଶ୍ଚିତ ଭାବରେ ଏ ବାର୍ତ୍ତାକେ ସମସ୍ତଙ୍କ ନେଇ ପହଞ୍ଚାବେ ଏବଂ ଆଗାମୀ ଦିନରେ ଆମର ପିଲାମାନେ ନିଜର ଲାଗି ଗୋଟେ ସୁନ୍ଦର ପରିବେଶଟେ ସୃଷ୍ଟି କରିବେ, ଯଦ୍ୱାରା କି ଆମର ଝାରସୁଗୁଡ଼ା ଜିଲ୍ଲା ଏ ଯେନ୍ ବିଶ୍ୱ ବଳୟ ଭିତରେ ଆମେ ପୁରୀରେ ରହୁଛୁ, ଆମର ଏଇ ପରିବେଶଟାକେ ଆହୁରି ସରସ ସୁନ୍ଦର କର୍ମା, ଆହୁରି ସବୁଜିମା କର୍ମା। ତମେମାନେ ସବୁ ପିଲାମାନେ ଆଜି ଗୋଟେ ପବିତ୍ର ଦିବସ, ଏ ଦିନକେ କାଁ ହେଲେ ଆମେ ସମସ୍ତେ ବାଛଲା, ଆଜି ଗୋଟେ ପବିତ୍ର ଦିବସ। ତମେ ଜାଣୁଛ ମହାପ୍ରଭୁ ଆଜି ତାଙ୍କର ମାଉସୀ ଘରରୁ ଫେରବେ ଆଜି ଏବଂ ଏଇଭଳିଆ ପବିତ୍ର ଦିବସରେ ଆମେ ଯେନ୍ ଗୋଟେ କାମଟେ କରବାକେ ଯାଉଛୁ, ଯେନ୍ ପବିତ୍ର କାମଟେ ଏଇଟା ନିଶ୍ଚିତ ଭାବରେ ଇତିହାସରେ ଲେଖା ହେଇକି ରହିବ। ତମେ ଯେନ୍ ଗଛମାନେ ଦେବ ସେ ଗଛମାନଙ୍କୁ ଯଦି ଆମେ ସମସ୍ତେ ପଢ଼ିକରି ଦେଖିକରି ଯଦି ବଞ୍ଚେଇ ପାରମା ବୋଲେ 100ଟା ଗଛ ଯେତେବେଳେ ବଡ଼ ବଡ଼ ରୂପ ନେଇକରି 100ଟା ଜାଗାରେ ବଢ଼ବା, ସେତେବେଳେ କେତେ ଆମେ ବଞ୍ଚାବା। ନିଜର ଗୋଟେ କର୍ତ୍ତବ୍ୟ ରହୁଛେ ଗଛ ଲଗାମା, ହେଲେ ଆମର ପରିବେଶଟା ସୁରକ୍ଷିତ ରହିବ। ଆମେ ଅକ୍ସିଜେନ୍ କେତେ ପାଉଛୁ? ଗଛରୁ ପାଉଛୁ। ଖାଦ୍ୟ କେତେ ପାଉଛୁ? ଆମର ବାସଗୃହ କେତେ ପାଉଛୁ? ଏଭ୍ରିଥିଙ୍ଗ ଆମେ ଗଛରୁ ହିଁ ପାଉଛୁ। ତ ଗଛ ଆମକେ ଯେତିକି ଲଗାବାର ଅଛି, ଗଛ ଲଗେଇକି ତାର କେନ୍ତା ରକ୍ଷଣାବେକ୍ଷଣା କରବାର ଅଛି ସେଟା ବି କରବାର ଅଛି। ଆଜି ଗୋଟେ ମେସେଜ ଯିବା ସୋସାଇଟିକି ଯେ ଛାତ୍ରଛାତ୍ରୀମାନେ ଯେକି ଆଗାମୀ ପିଢ଼ି ମାନେ ଆପଣମାନେ ସମସ୍ତେ ଭବିଷ୍ୟତ ନା, ଏବେ ଆପଣଙ୍କର ତ ମେସେଜ ଗୋଟେ ଯିବ ସୋସାଇଟିକୁ ଯେ ଆମର ଭବିଷ୍ୟତ ପାଇଁ ଗଛ ଲଗା, ବୁଝିଲେ କି? ତ ଆଉ